ଆମର ଅବକାରୀ ବିଭାଗ ଭୁବନେଶ୍ୱରର ରେଞ୍ଜ ୱାନ୍ ଅଫିସର ଏବଂ ଷ୍ଟାଫ୍ ମାନେ ମହିଷିକାଲ ଅଞ୍ଚଳରୁ ଭୁବନେଶ୍ୱର ଯେଉଁଟାକି ବରଗଡ଼ ପିଏସ୍ ଲିମିଟ୍ରେ ଆସେ ସେଥିରୁ 340 ଗ୍ରାମ ବ୍ରାଉନ୍ ସୁଗର ସହିତ 3 ଜଣ ଏକ୍ୟୁଜ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ଏଥିରେ ରମେଶ ସେଠୀ 26 ବର୍ଷ, ସୀମାଞ୍ଚଳ ଗୌଡ଼ 33 ବର୍ଷ, 2 ଜଣ ବ୍ୟକ୍ତି ଯେଉଁମାନେ କି ଗୋଟିଏ ସ୍କୁଟି ମାଧ୍ୟମରେ ଡ୍ରଗ୍ସ ନେଇକି ଆସୁଥିଲେ ତାଙ୍କୁ ଆମର ଅବକାରୀ ବିଭାଗ କର୍ମଚାରୀମାନେ ପିଛା କରିଥିଲେ ମହିଷିଖାଲ ଅଞ୍ଚଳରୁ। ସେ ମହିଷିଖାଲ ପାଖରେ ଥିବା ରାଜୀବ ଆବାସ ଯୋଜନା ଆପାର୍ଟମେଣ୍ଟର B2 ବ୍ଲକର ବେସମେଣ୍ଟରେ ଯେତେବେଳେ ଆଉ ଜଣେ ମହିଳା ଯାଙ୍କ ନାଁ ମମତା ଦାସ ତାଙ୍କ ସହିତ ଡ୍ରଗ୍ସ ନେଣଦେଣ କରୁଥିବା ସମୟରେ ଅତର୍କିତ ଭାବରେ ଅବକାରୀ ବିଭାଗ ଚଢ଼ଉ କରିକି 3 ଜଣଙ୍କୁ ଗିରଫ କରିଥିଲେ ଏବଂ 340 ଗ୍ରାମ ସମୁଦାୟ ବ୍ରାଉନ୍ ସୁଗର ଜବତ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ 34 ଲକ୍ଷ ଟଙ୍କା ହେବ ଏବଂ ଏଥିରେ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି। ଧନ୍ୟବାଦ।